ଆଜିର ଜହ୍ନମାମୁଁର କାହାଣୀର ନାଁ ଉଭାନ। 25 ବର୍ଷର ଯୁବକ ସୁରେଶର କୌଣସି କାମ ନଥାଏ। ପେଟ ପୋଷିବା ପାଇଁ କୌଣସି ଚେଷ୍ଟା କରେ ନାହିଁ। ବେଳେବେଳେ ଯାଇ ମନ୍ଦିର ପାଖରେ ବସେ। କେହି କେହି ଦୟାକରି କିଛି ପଇସା ଦେଲେ ସେଇଥିରେ ଚଳେ। ସେ ଥିଲା ବହୁତ ଅଳସୁଆ। ହେଲେ ବେଳେବେଳେ ବହୁତ ପଇସା ରୋଜଗାର କରିବାର ଇଚ୍ଛା ମଧ୍ୟ ମନରେ ପ୍ରବଳ ଭାବରେ ଜାଗି ଉଠେ। ଦିନେ ରାତିରେ ସେ ମନ୍ଦିରର ପୋଖରୀ କୂଳରେ ଶୋଇଛି। ଦୁଇଟି ଭୁତୁଣୀ ଖୁବ୍ ଲଢ଼ିବାର ସେ ଦେଖିଲା। ଜଣେ ଥିଲା କଳା, ଜଣେ ଥିଲା ଗୋରା। ସୁରେଶ କେବେ ଭୂତକୁ ଡରେ ନାହିଁ। ତେଣୁ ସେ ଉଠି କହିଲା, ଏତେ ରାତିରେ ଏଠି କ'ଣ କରୁଛ? ଲଢ଼ାଲଢ଼ି କରିବ ତ ଶ୍ମଶାନରେ ଯାଇ କର, ଏଠି କାହିଁକି? ଏକଥା ଶୁଣି ଭୁତୁଣୀ ଦିଜଣ ତା ପାଦ ପାଖରେ ପଡ଼ି ଅନୁନୟ କଲେ, ତମେ ଆମର ଗୁରୁ, ଆମ ଝଗଡ଼ା ତୁଟେଇ ଦିଅ। ସୁରେଶ କହିଲା, କ'ଣ ଭାବୁଛ ମୋର ଆଉ କିଛି କାମ ନାହିଁ? ପଳାଅ ଏଠୁ ଦିଜଣ। ଭୁତୁଣୀମାନେ କହିଲେ, ଗୁରୁ ଗୁରୁ ଏପରି କୁହ ନାହିଁ। ତୁମେ ଯାହା କହିବ ଆମେ ଦିଜଣ ତାକୁ ମାନି ନେବୁ। ପ୍ରଶ୍ନ ହେଉଛି ମୁଁ ସୁନ୍ଦର ନା ସେ ସୁନ୍ଦର? ସୁରେଶ କିଛି କହିବା ପୂର୍ବରୁ ଗୋରା ଭୁତୁଣୀ କହିଲା, ଦେଖ ମୋ ଚେହେରା କି ଚମତ୍କାର, ଜହ୍ନ ପରି ଧଳା, ଆଉ ଇଏ ତ କୋଇଲା ଖଣ୍ଡ ପରି। କଳା ଭୁତୁଣୀ କହିଲା, ଶୁଣ, ମୁଁ କଳା ହେଲି ତ କ'ଣ ହେଲା? ମୋ ଦେହ କେତେ ମସୃଣ, ମୁହଁର ଗଠନ କେତେ ଭଲ, ଆଉ ସିଏ ତ ଗୋଟେ ଅଟା ପିତୁଳା ପରି। ସୁରେଶ କହିଲା, ମୁଁ ତମ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଦେଖୁଛି, ତେଣୁ ଏତେ ଶୀଘ୍ର କିପରି ବିଚାର କରିବି? ତମେ ଆଜି ଯାଅ, ଆଉ ଥରେ ଆସିବ। ଭୁତୁଣୀ ଦୁଇଜଣ ଚିନ୍ତାଗ୍ରସ୍ତ ହୋଇ ଠିଆ ହୋଇ ରହିଲେ। ସୁରେଶ ପାଟି କରି କହିଲା, ଯାଅ ବୋଲି କହିଲି ପରା। ଭୁତୁଣୀ ଦୁଇଜଣ ତଥାପି ଟିକେ ଦୋଦପାଞ୍ଚ ହେଲେ। ସୁରେଶ ମୁଣ୍ଡକୁ ଗୋଟେ ନୂଆ ପ୍ରେରଣା ଆସିଗଲା। ଭୁତୁଣୀ ଦୁଇଜଣ କହିଲେ, ଆମେ ଦୁଇଜଣ ପୁଣି ଆସନ୍ତା ଅମାବାସ୍ୟାକୁ ଏଠାକୁ ଚାଲି ଆସିବୁ। ଇତିମଧ୍ୟରେ ତମେ ଭାବିଚିନ୍ତି ନିଜର ବିଚାରକୁ ପ୍ରସ୍ତୁତ କରି ରଖ। ସୁରେଶ ସେମାନଙ୍କୁ ଡାକି କହିଲା, ଶୁଣ ଶୁଣ, ଇତିମଧ୍ୟରେ ମୁଁ ମରିଯାଇ ତୁମ ଜାତିରେ ଯୋଗ ଦେଇ ସାରିଥିବି। ମୁଁ ତ ବେକାର ଲୋକ, ଏତେ ଦିନ ବଞ୍ଚିବି କିପରି? ଏକଥା ଶୁଣି ଭୁତୁଣୀ ଦୁହେଁ ନିଜ ନିଜ ଭିତରେ ଆଲୋଚନା କରି 2 ଥଳି ଭର୍ତ୍ତି ଟଙ୍କା ସୁରେଶ ହାତରେ ଦେଇ ଚାଲିଗଲେ। ଟଙ୍କା ସବୁ ଦେଖି ସୁରେଶ ଖୁବ୍ ଖୁସି ହେଲା। ଭଲ ପୋଷାକ ପତ୍ର ସେଥିରେ କିଣିଲା। ଗୋଟିଏ ଘର ମଧ୍ୟ ଭଡ଼ାକୁ ନେଲା। ଆଉ ହୋଟେଲରେ ଟଙ୍କା ଦେଇ ଭଲ କରି ପ୍ରତିଦିନ ଖାଉଥାଏ। ପର ଅମାବାସ୍ୟାରେ ପୁଣି ସେହି ପୋଖରୀ ପାଖରେ ସେମାନଙ୍କ ସହ ଦେଖାହେଲା। ଭୁତୁଣୀମାନେ କହିଲେ, ଶୀଘ୍ର କୁହ, ତୁମେ କ'ଣ ଭାବୁଛ? ଆମ ଭିତରେ କିଏ ସୁନ୍ଦର? ସୁରେଶ କହିଲା, ଶୁଣ, ଶୀଘ୍ର କହିଦେଲେ ଲାଭ କ'ଣ? ଜ୍ଞାନୀମାନେ କହନ୍ତି 3 ଥର ଦେଖିବା ଉଚିତ। ତେଣୁ ମୁଁ ତୁମକୁ 3 ଥର ଭଲ କରି ଦେଖିନିଏ, ତେବେ ଯାଇ କହିବି। ଭୁତୁଣୀମାନେ ହତାଶ ହେଇ କହିଲେ, ତେବେ ପୁଣି ଆସନ୍ତା ଅମାବାସ୍ୟାକୁ ଆମେ ଏଇଠି ଆସି ପହଞ୍ଚିବୁ। ସୁରେଶ କହିଲା, ସେ କଥା ତ ଠିକ୍, ତେବେ ମୁଁ ବୋଧେ ଏଇଠି ନଥିବି, କାରଣ ଘର ମାଲିକକୁ ଅଗ୍ରିମ ଟଙ୍କା ନ ଦେଲେ ସେ ମୋତେ ଘରୁ ନିକାଲିଦେବ। ଆଉ ମୁଁ ଏଠି ରହିବି କିପରି? ତାପରେ ଭୁତୁଣୀ ଦୁହେଁ ପୋଖରୀଠାରୁ ଟିକେ ଦୂରରେ ଗୋଟେ ସୁନ୍ଦର ଘର ବନାଇଦେଲେ। ସୁରେଶ ପୁଣି କହିଲା, ଘର ତ ହେଲା, ଜିନିଷପତ୍ର ପାଇଁ କିଛି ଟଙ୍କା ଦିଅ। ସେମାନେ ଜିନିଷପତ୍ର ପାଇଁ କିଛି ଟଙ୍କା ଦେଇ ଚାଲିଗଲେ। ଘରେ ବସି ସୁରେଶ ଭାବୁଛି, ଘରକୁ ବୋହୂଟିଏ ହେଲେ ତ ହୁଅନ୍ତା, ରନ୍ଧାବଢ଼ା କରିଦିଅନ୍ତା। ତା ପରଦିନ ହିଁ ସେ ବୋହୂ ଖୋଜିବାକୁ ବାହାରି ପଡ଼ିଲା। ରାଧା ବୋଲି ଗୋଟେ ଝିଅ କଥା ତାର ମନେ ପଡ଼ିଲା। ଥରେ ତାକୁ ଗୋଟେ ମନ୍ଦିର ପାଖରେ ଦେଖିଥିଲା। ସେଦିନ ସେ କହିଥିଲା, ଏପରି ଯୁବକମାନଙ୍କୁ ଭିକ ଦେବା ଉଚିତ ନୁହେଁ। ଏକଥା କହି ଅଳ୍ପ ପଇସା ପାଖରେ ଠିଆ ହୋଇଥିବା ବୁଢ଼ୀକୁ ଦେଇ ଚାଲିଗଲା। କିନ୍ତୁ ସେଇ ସୁରେଶ ଟଙ୍କା ପାଇ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ଚିହ୍ନିବ ନାହିଁ। ଝିଅଟି ବଡ଼ ସୁନ୍ଦର, ଆଉ ଗୁଣର ମଧ୍ୟ। ରାଧାର ବାପା ସୁରେଶର ଘର ସମ୍ପତ୍ତି ଦେଖି ଖୁସିରେ ତାକୁ ସୁରେଶ ସହିତ ବାହା ଦେଲେ। ବିବାହ ପରେ ସେ ଆରାମରେ ରହି ଅମାବାସ୍ୟା କଥା ଭୁଲି ଯାଇଥିଲା। ଦିନେ ରାତିରେ 2 ଭୁତୁଣୀ ଆସି କବାଟ ବାଡ଼େଇଲେ। ସୁରେଶ କବାଟ ଖୋଲି ସେମାନଙ୍କୁ ଦେଖି ଚମକି ପଡ଼ିଲା, କିନ୍ତୁ ନ ଡରି କହିଲା, ତୁମମାନଙ୍କର କ'ଣ ବିବେକ ଜ୍ଞାନ ନାହିଁ? ସିଧା ଘରକୁ ଚାଲି ଆସିଲ? ଚାଲ ଚାଲ। ଏକଥା କହି ସୁରେଶ ସେମାନଙ୍କୁ ଦୂରକୁ ନେଇଗଲା। ଗୋରା ଭୁତୁଣୀ ସୁରେଶକୁ ପଚାରିଲା, କ'ଣ ତମେ ଠିକ୍ କଲ? ମୁଁ ଅତି ସୁନ୍ଦର ନୁହେଁ? କଳା ଭୁତୁଣୀ ପଚାରିଲା, ମୁଁ ବି ତ ସୁନ୍ଦର ନା? ସୁରେଶ କହିଲା, ଆରେ ତମେ ସବୁ ବୋକା। ସୁନ୍ଦର ଅସୁନ୍ଦର କିଛି ଅଛି? ସବୁ ଧନ ଆଉ ଟଙ୍କାର ଖେଳ। ଦେଖ, ଯେଉଁ ଝିଅ ମୋତେ ଘୃଣା କରୁଥିଲା ସେ ଏବେ ମୋତେ ବିବାହ କରିଛି। ହଁ, ଏବେ ମୁଁ ବାହା ହୋଇଛି। କିଛି ଟଙ୍କା ଦରକାର, ଦେଇପାରିବ? ଏକଥା ଶୁଣି ଦୁହିଁଙ୍କ ମୁହଁ ଶୁଖିଗଲା। ସେମାନେ କହିଲେ, ତମେ ଯାହା କହିଛ ଠିକ୍, ତେବେ ଆମ ଧନର ଅଧିକାଂଶ ଆମେ ତମକୁ ଦେଇଛୁ, ଆଉ ଦେବା ପାଇଁ ସମ୍ବଳ ନାହିଁ। ଏକଥା କହି ଦୁହେଁ ଉଭାନ ହୋଇଗଲେ। ସୁରେଶ ଦେଖିଲା ସେଠି ଆଉ ଘର ନାହିଁ କି ସମ୍ପତ୍ତି ନାହିଁ। ତାହା ଦେଖି ରାଧା ଆଶ୍ଚର୍ଯ୍ୟ ହୋଇ କହିଲା, ଆଚ୍ଛା, ଏହା କିପରି ଅଜବ କଥା? ଏବେ ସୁରେଶ ବୁଝିଲା ଯେ ଯେପରି ହେଲେ ତାକୁ ଶ୍ରମ କରି ଜୀବିକା ନିର୍ବାହ କରିବାକୁ ହବ। ସେ ସମଗ୍ର ଘଟଣା ତା ସ୍ତ୍ରୀକୁ କହିଲା, ଆଉ ଶେଷରେ କହିଲା, ରାଧା ମୋତେ କ୍ଷମା କରିଦିଅ। ରାଧା କହିଲା, ବାସ୍ତବିକ
ବିନା ପରିଶ୍ରମର ଧନ ତୁଳା ଭଳି ଉଡ଼ିଯାଏ। ସେଦିନ ମନ୍ଦିରରେ ମୁଁ ତୁମ ଉପରେ ରାଗି ନଥିଲି, ତୁମର ଅଳସୁଆ ସ୍ୱଭାବ ଉପରେ ରାଗିଥିଲି। ଏବେ ବି ତମେ ନିଜ ଗୋଡ଼ରେ ନିଜେ ଠିଆ ହେଲେ ମୋର ତୁମ ପ୍ରତି ସମ୍ମାନ ଅତୁଟ ରହିବ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ଉଭାନ।